ବିଦ୍ୟାଳୟ ରହିଥିବା ଗଣିତ ପ୍ରତିଯୋଗିତା, ଗୀତାଶକ ପ୍ରତିଯୋଗିତା, ସଂସ୍କୃତି ଜ୍ଞାନ ପରୀକ୍ଷା, ବିଜ୍ଞାନ ମେଳା ପ୍ରତିଯୋଗିତାରେ ଫାଷ୍ଟ ହୋଇଛନ୍ତି। ଆଉ ଏସବୁ ଖବର କାଗଜରେ ବାହାରିଛି। ଆହୁରି ପୁଣି ପାଣ୍ଡା ଖସି ପଡ଼ିଲା। ଜେଜେମା ଗୋଟେ ଖୁସି ଖବର କହିବା ପାଇଁ ଦଉନାହାନ୍ତି। ଆହୁରି ରାଜା ଭାଇଙ୍କର ଫଟୋ ମଧ୍ୟ ବାହାରିଛି। ସେ ମେଧାବୃତ୍ତି ସ୍କଲାରସିପ୍ ପାଇଛନ୍ତି। ସେ ଆମ ଶିଶୁ ମନ୍ଦିରର ଗୌରବ। ଚାଲ ବିଦ୍ୟା ମନ୍ଦିରକୁ ଯାଇ ଏଇ ଖବର ଆମ ଗୁରୁଜୁଗୁରା ମାନଙ୍କୁ ଦେଇ ତାଙ୍କଠାରୁ ଆଶୀର୍ବାଦ ନେବା। ଶୀଘ୍ର ଆସ, ମୁଁ ବାହାରେ ଅପେକ୍ଷା କରିଛି। କେଉଁଠି ମୋ ନାତିର ଫଟୋ ବାହାରିଛି? ମତେ ଟିକେ ଦେଖାଇଲ। ଦେଖିବ ଜେଜେମା। ତିନି ଭାଗ ବୃତ୍ତି ତ ପିଲା ଥିବେ ଆମ ସରସ୍ୱତୀ ଶିଶୁ ମନ୍ଦିରର। ସେଥିପାଇଁ ପରା ପୁଣି ପ୍ୟାଣ୍ଟଟା ଖସି ପଡୁଛି। ଆଜି ବାରମ୍ବାର ଖସି ପଡୁଛି। କ'ଣ ହେଇଛି କେଜାଣି? ସେଥିପାଇଁ ପରା ନିର୍ବାଚନ ପୂର୍ବରୁ ଭାରତର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମିରେଟର ଏକ ସଭାରେ କହିଥିଲେ ଆମ ବିଶ୍ୱର ପ୍ରତ୍ୟେକ ଶିଶୁ ମନ୍ଦିରକୁ ସାଲ୍ୟୁଟ୍ କରିଛି। ଆଜି ପରା ବାଟରେ ଜଣେ ମଉସା କହୁଥିଲେ ପୁଣି ପ୍ୟାଣ୍ଟଟା ଖସି ପଡ଼ିଲା। ଆଜି ପରା ବାଟରେ ଜଣେ ମଉସା କହୁଥିଲେ ପ୍ରତ୍ୟେକ ସରସ୍ୱତୀ ଶିଶୁ ମନ୍ଦିର ହେଉଛି ଗୋଟିଏ ମଣିଷ ତିଆରି କାରଖାନା। ସେଥିପାଇଁ ପରା ଆମ ବାପା ମା ମାନେ ଆମକୁ ସେଠାରେ ପାଠ ପଢ଼ାଉଛନ୍ତି। ହଁ ରାଜା ଭାଇ, ଶୀଘ୍ର ଆସ, ବିଦ୍ୟା ମନ୍ଦିରକୁ ଯିବା। ଆସୁଛି ଜେଜେମା। ପୁଣି ପ୍ୟାଣ୍ଟଟା ଖସି ପଡୁଛି। ଆରେ ବାପା, ଗୀତ ଗାଇଥିଲୁ, ମତେ ଟିକେ ଶୁଣାଇଲୁ। ଶୁଣିବ ଜେଜେମା? ତେବେ ଶୁଣ। लक्षण सब विपरीत ही देखुची। युद्धरे सजन समुदाय को मारी कौन से कल्याण भी देखि पार नहीं। श्री भगवान उवाच जगस्त कुरु कर्माणि संग त्यक्त धनंजय सिद्ध सिद्ध समवृत्त समत्वं योग उच्यते। भावार्थ, हे धनंजय, तुम आसक्ति त्याग करी तथा सिद्धि असिद्धि रे समान बुद्धि रखी जगत ही कर्तव्य कर्म कर। समस्त भाव को ही जग कह जाए। धन्य धन्य हो गली। आज मो मन कन सब पवित्र हो गला। अनेक दिन पर आज एसबू शुणिली। अरे बाबा, तू एसबू किपरि शिखिलु मते टिके कहिलु? अरे जेजेमा, मु एसबू आम सरस्वती शिशु मंदिर गुरुजी गुरुमा ठार शिखिली। से
ଆମକୁ ଆହୁରି ଅନେକ ହିତୋପଦେଶ ଦେଇଥାନ୍ତି। ସେ କହିଥାନ୍ତି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। ଆହୁରି ମଧ୍ୟ କହିଥାନ୍ତି ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତି ସର୍ବଦେବତା। ସେଥିପାଇଁ ପରା ମୁଁ ବିଛଣାରେ ଉଠିବା ପରେ ମୋ ବାପା ମାଆଙ୍କୁ ପ୍ରଣାମ କରିଦେଇ ଲୁଚି ଲୁଚି ଆସି ତୁମକୁ ପ୍ରଣାମ କରିଦେଇ ଯାଏ। ଧନ୍ୟ 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 ସେ ସରସ୍ୱତୀ ଶିଶୁ ମନ୍ଦିର, ଧନ୍ୟ ସେଠାରେ ଥିବା ଗୁରୁଜୀ ଗୁରୁମା ମାନେ। ସେମାନେ ପିଲାମାନଙ୍କୁ ଏତେ ଗୁରୁ ଜ୍ଞାନ ଦେଇ ଜ୍ୟୋତିଷ୍ମା ନକ୍ଷତ୍ରମା ତିଆରି କରୁଛନ୍ତି। ମୁଁ ଆଜି ସବୁ ବାପା ମାଆଙ୍କୁ ଅନୁରୋଧ କରିବି ସେମାନେ ତାଙ୍କ ପିଲାମାନଙ୍କୁ ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଢ଼ାନ୍ତୁ। ଆରେ ବାପା, ମତେ ବହୁତ ଭୋକ ଲାଗିଲାଣି, ତୁ ଯଦି ମୋ ପାଇଁ କିଛି। ଆଚ୍ଛା ଜେଜେମା, ତୁ ଆସିଲା ବେଳେ ତୁମେ ବୋଧେ କ'ଣ ଖୋଜୁଥିଲ? କିଛି ଦରକାର ଥିଲା କି? ଆରେ ବାପା, ମତେ ବହୁତ ଭୋକ ଲାଗିଲାଣି, ଶୋଷରେ ମୋ ତଣ୍ଟି ଶୁଖିଗଲାଣି। ଯାହା ତ ମୋ ପାଇଁ କିଛି ଖାଇବାକୁ ଆଣିବୁ। ଠିକ୍ ଅଛି, ମୁଁ ଆଣିବି ଯେ, ହେଲେ ମତେ ଗୋଟେ କଥା କହିଲ, ତୁମେ ଏଠିକୁ କିପରି ଆସିଲ? ମୁଁ ତୁମକୁ ସକାଳଠାରୁ କେତେ ଖୋଜିଲିଣି। କିଛି ନୁହେଁ, ତୁ ଛୋଟ ପିଲା, କିଛି ବୁଝିପାରିବୁନି। ତୁ ଯା ତ ମୋ ପାଇଁ କିଛି ଖାଇବାକୁ ଆଣିବୁ। ସବୁଠୁ ବେଶୀ ହଇରାଣ ମୁଁ ହେବି। କାହିଁକି ରେ ଧନ, ତୁ କାଇଁ ହଇରାଣ ହବୁ? ମୁଁ ରମୁକୁ କହିଲେ ସେ ଆଉ ଗୋଟେ ବାସନ ନେଇ ଆସିବ। ତୁମେ ବୁଝୁନା ଜେଜେମା, ତୁମେ ବୁଢୀ ହେଇଗଲାରୁ ମୋ ବାପା ମା ତୁମକୁ ଏଭଳି ବାସନରେ ଖାଇବାକୁ ଦଉଛନ୍ତି ଆଉ ଏଭଳି ଘରେ ରହିବାକୁ ଦଉଛନ୍ତି। ଆଉ ସେମାନେ ଯେତେବେଳେ ବୁଢା ବୁଢୀ ହେବେ ମୁଁ ମଧ୍ୟ ତାଙ୍କୁ ଏଭଳି ବାସନରେ ଖାଇବାକୁ ଦେବି ଆଉ ଏଭଳି ଘରେ ରହିବାକୁ ଦେବି।
ନାହିଁ ତାଙ୍କର ତ ତୁଳନା ନାହିଁ। ଆପଣ କୁହନ୍ତୁ ବାପା, ମୁଁ କହି କିଛି ଭୁଲ କରିଛି କି? ପ୍ରକୃତରେ ଏଭଳି କଠୋର କଥା କହିବାର ମୋର ଇଚ୍ଛା ନଥିଲା। ଆପଣଙ୍କର ଆଉ ମାଙ୍କର ମନ ପରିବର୍ତ୍ତନ ଥିଲା ମୁଖ୍ୟ କାରଣ। ଆମ ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁଜୀ ଗୁରୁମା କହିଥାନ୍ତି, ପିଲାମାନଙ୍କ ପାଇଁ ତାଙ୍କ ବାପା ମା ହେଲେ ସାକ୍ଷାତ ଲକ୍ଷ୍ମୀନାରାୟଣ ସ୍ୱରୂପ। ଏ ଦୁନିଆରେ ସବୁ ମିଛ ହେଇପାରେ, କିନ୍ତୁ ମା ହେଲେ ଚିରନ୍ତନ, ସତ୍ୟ, ସୁନ୍ଦର ଓ ଶାଶ୍ୱତ। ଏ ଦୁନିଆରେ ମା ପରି ସୁନ୍ଦର ଆଉ କେହି ନାହିଁ। ସେଥିପାଇଁ ଆମେ ସବୁବେଳେ ମା ଓ ମାତୃଭୂମିକୁ ସମ୍ମାନ ଦେବା ଆଉ ତାଙ୍କୁ ହୃଦୟ ମନ୍ଦିରର ପୂଜା କରିବା। ସେଥିପାଇଁ କୁହାଯାଇଛି, ମଦର ଇଜ ଦ ଫାର୍ଷ୍ଟ ଟିଚର ଏଣ୍ଡ ଟିଚର ଇଜ ଦ ସେକେଣ୍ଡ ମଦର। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। माए कसीना पुओ मन कथा सब तो पारई जानी। जेते अपराधी पुओ होइथिले ता कलको निये टाणी। सीना पुओ मन कथा सब तो पारई जानी। जेते अपराधी